ସବୁଦିନ ଡାଲି ମଟର ତରକାରୀ ସୋୟାବିନ୍ ଖାଇ ଖାଇକି ଭାରି ବିରକ୍ତ ଲାଗିଲାଣି। ସେଥିପାଇଁ ଭାବିଲି ଟିକେ ଭେଣ୍ଡି ଆଳୁର ବେସର ବନେଇବା। ସେଥିପାଇଁ ଆଳୁ କାଟିକି ବସେଇଦେଲି ସିଝିବା ପାଇଁ। ସିଝିବା ଭିତରେ ମୋ ଝିଅ ମୋତେ ଡାକିଲା କି ମାମା ଆସ ଦେଖିବ ମୁଁ କ'ଣ କରୁଛି। ତ ସେ ବର୍ତ୍ତମାନ ନୂଆ ନୂଆ ଆଲଫାବେଟ୍ ସବୁ ଶିଖୁଛି। ତ ମୋତେ ଡାକିଲା ଟିକେ ମୋତେ କହିଦିଅ। ମୁଁ ତାକୁ କିଛି କହିଦେଲି। ସେ ନିଜେ ବି ମଧ୍ୟ କିଛି କରିପାରୁଥାଏ ଯୋଉଟାକି ସେ ଶିଖୁଛି ସ୍କୁଲରୁ। ତା ଭିତରେ ଆଳୁ ସିଝି ଯାଇଥିଲା। ସେଥିପାଇଁ ମୁଁ ଚାଲିଲି ମସଲା ପ୍ରସ୍ତୁତ କରିବା ପାଇଁ। ଇଏ ଦେଖନ୍ତୁ ମୋ ପଛେ ପଛେ ଚାଲିଛି, ମାମା ମୁଁ ବି ତୁମ ପାଇଁ ହେଲ୍ପ କରିବି। ତ ଆସିକି ଟିକେ ରସୁଣ ଛଡ଼େଇ ଦେଉଥାଏ, ମୋ ସାଙ୍ଗରେ ଲାଗୁଥାଏ। ବହୁତ ବଦମାସ ହେଇଗଲାଣି ସେ। ତ ଭେଣ୍ଡି ଆଳୁ ତରକାରୀ ପାଇଁ ବର୍ତ୍ତମାନ ଆମେ କ'ଣ କରିବା, ମସଲା କରିବା। ଅଦା ରସୁଣର ପେଷ୍ଟ ଆଉ ଟିକେ ସୋରିଷ ବାଟଣା ଆଉ ଟମାଟୋ, ବାସ୍। ଆମେ ବାହାରର କିଛି ବି ମସଲା ଦେବା ନାହିଁ। ତ ଏଇଠି ଦେଖନ୍ତୁ ଆଳୁ ଗୁଡ଼ିକ ଭଲ ଭାବରେ ସିଝି ଯାଇଛି। ସେଥିପାଇଁ ତାକୁ ଆଉ ଗୋଟେ ଜାଗାକୁ ବାହାର କରିଦେବା। ବାହାର କରିସାରିକି ଭେଣ୍ଡିକୁ ଅଳ୍ପ ଟିକେ ତେଲ ଦେଇ ଲୁଣ ହଳଦୀ ଦେଇକି ଭାଜିବା ଆଉ ଘୋଡ଼େଇ ଘୋଡ଼େଇ ଭାଜିବା, ଯେଉଁ ଫଳରେ ସେ ସିଝିଯିବ ଆଉ ପୋଡ଼ ପୋଡ଼ ମଧ୍ୟ ହେଇଯିବ ଆଉ ତା ଲାଳ ଅଂଶ ମଧ୍ୟ କମିଯିବ। ତାପରେ ଆମେ କଡ଼େଇରେ କ'ଣ କରିବା, ଅଳ୍ପ ତେଲ ଦେଇ ଟିକେ ଗରମ ହେଲା ପରେ ପଞ୍ଚଫୁଟଣ, ଶୁଖିଲା ଲଙ୍କା ଆଉ ପିଆଜ ଦେଇକି ଭଲ ଭାବରେ ଭାଜି ନେବା। ଟିକେ ପିଆଜ ଲାଲ ଲାଲ ହେଇଗଲା ପରେ ଆମେ ଅଦା ରସୁଣର ପେଷ୍ଟ ଗୋଟେ ଚାମଚ ଦେବା। ତାକୁ ଭଲ ଭାବରେ କଷି ସାରିଲା ପରେ ଅଳ୍ପ ଟମାଟୋ ଦେବା। ସେ ଟିକେ କଷି ନେଇ ସାରିଲା ପରେ ଆମେ କ'ଣ କରିବା, ସୋରିଷ ବାଟଣା ଯେଉଁ ରଖିଥିଲେ ତାକୁ ଦେଇଦେବା। ତାକୁ ବେଶୀ ସମୟ କଷିବେନି ଆଜ୍ଞା, ସେ ବହୁତ ପିତା ହେଇଯିବ। ସେଥିପାଇଁ ଆମେ ପାଣି ଦେଇକି ତାକୁ ଫୁଟାଇ ନେବା। ଫୁଟି ସାରିଲା ପରେ ଭଜା ଭେଣ୍ଡି ଆଉ ସିଝା ଆଳୁକୁ ପକାଇବା। ତା ଦେହରେ ଦୁଇଟା ଆମ୍ବୁଲ ପକାଇଦେବା, କାହିଁକିନା ବହୁତ ଟେଷ୍ଟି ହେଇଥାଏ। ଯଦି ଆପଣଙ୍କ ପାଖରେ ଆମ୍ବୁଲ ଅଛି ଛୋଟ ଛୋଟ ଦୁଇଟା ପକାଇବେ, ଯଦି ବଡ଼ ଅଛି ଗୋଟେ ପକାଇବେ। ତାପରେ ଧନିଆ ପତ୍ର ଦେଇ ଗରମ ଗରମ ଆମେ କ'ଣ କରିବା, ପରସିଦେବା ଖାଇବା ପାଇଁ। ତ ଏଇଠି ସ୍ୱାମୀ ଖାଉଛନ୍ତି, ସେ କହିଲେ ତ ବହୁତ ଟେଷ୍ଟି ହେଇଛି। ଆପଣମାନେ ଥରେ ବନେଇ ଖାଆନ୍ତୁ, ବହୁତ ଟେଷ୍ଟି ଲାଗିବ। ଆଉ କମେଣ୍ଟ ବକ୍ସରେ ନିଶ୍ଚିତ ଜଣାଇବେ।